ବୋହୂଙ୍କର ଉଚ୍ଚ ଆବାଜରେ କଥାବାର୍ତ୍ତାରେ ବୁଢ଼ୀ ମାଉସୀର ନିଦ ଭାଙ୍ଗି ଯାଇଛି ଠିକ୍ ରାତି 3ଟା ବେଳେ। ବୁଢ଼ୀ ମାଉସୀଟି ଉଠି ବସିଛି ଏବଂ ଯାହା ଶୁଣିଛି ତାହା ଶୁଣିଲା ପରେ ତା ପାଦ ତଳୁ ସତେ ଯେମିତି ମାଟି ଖସି ଯାଇଛି। ବୁଢ଼ୀ ମାଉସୀର କାନରେ ପଡ଼ିଛି ତାର ଅଲିଅଳି ପୁଅ କହୁଛି ବୋହୂକୁ ଯେ ମୋର ଚାକିରି ହେଇଯାଇଛି ମୁମ୍ବାଇରେ, କାଲି ମୋତେ ଜଏନ୍ କରିବାକୁ ପଡ଼ିବ, ମୋତେ ତୁମକୁ ସାଙ୍ଗରେ ନେଇ ମୁମ୍ବାଇ ଯିବାକୁ ପଡ଼ିବ, କାରଣ ସେଠି ଯେଉଁ ଘର ମିଳିଛି ଗୋଟିଏ ବଖରା ଘର, ସେଠି ମାଆକୁ ରଖିବା ସମ୍ଭବ ହେବ ନାହିଁ, ମାଆକୁ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦେବା। ଏକଥା ଶୁଣିଲା ପରେ ବୁଢ଼ୀ ମାଉସୀଟି କାନ୍ଦୁଛି ଏବଂ ମନେ ମନେ ଭାବୁଛି ବିବାହର ବର୍ଷେ ନ ପୁରୁଣୁ ମୋ ବୋହୂ ତା ରଙ୍ଗ ଦେଖାଇଦେଲା। ମୋ ପୁଅକୁ ଫୁସିଲେଇ ଫାସିଲେଇ ମୋ ପୁଅକୁ ମୋ ପାଖରୁ ଛଡ଼େଇ ନେଲା। ଏହି ସମୟରେ ହଠାତ୍ ବୁଢ଼ୀ ମାଉସୀ କାନରେ ଆଉ ଏକ ଆବାଜ ଆସି ପହଞ୍ଚି, ଏ ଆବାଜଟି ତା ବୋହୂର। ବୋହୂଟି କହୁଛି ପୁଅକୁ ଯେ ଦେଖ, ଆଜି ତୁମେ କହିଲ ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବା କଥା, ଆଗାମୀ ଦିନରେ ତୁମ ପାଟିରୁ ଯେମିତି ଏ କଥା ମୁଁ ଆଉ ନ ଶୁଣେ। ତୁମେ ପରା କହୁଥିଲ ତୁମ ବାପା ମରିଗଲା ପରେ ତୁମ ମା ଘର ଘର ବୁଲି ବାସନ ମାଜି ତୁମକୁ ପାଠ ପଢ଼ାଇଥିଲେ, ତୁମକୁ ପାଠ ପଢ଼ାଇ ମଣିଷ କରିଥିଲେ ବୋଲି ଆଜି ତୁମେ ଚାକିରି ପାଉଛ। ଚିନ୍ତା କଲ, ସେତେବେଳେ ତୁମ ମା ତୁମକୁ ଅନାଥାଶ୍ରମରେ ଛାଡ଼ି ଦେଇଥାନ୍ତେ, ତୁମେ ଆଜି କେଉଁଠି ଥାନ୍ତ? ଦେଖ, ତୁମର ଚାକିରି କରିବାର ଅଛି ତ ତୁମେ ଯାଅ, ମୁଁ ପାଠଶାଠ ପଢ଼ିଛି, ଏଠାରେ ରହି ମୁଁ ମୋର ଏବଂ ମା ଉଭୟଙ୍କର ଦାୟିତ୍ୱ ନେଇପାରିବି, ତୁମେ ଆରାମରେ ଚାକିରି କରିବାକୁ ଯାଅ। ଏହା ଶୁଣିଲା ପରେ ବୁଢ଼ୀ ମାଉସୀଟି ପୁଣି ଆଖିରୁ ଲୁହ ଗଡ଼େଇଛି। ଏ ଲୁହ ଦୁଃଖର ନୁହଁ, ଏ ଲୁହ ଖୁସିର। ବୁଢ଼ୀ ମାଉସୀଟି ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ପ୍ରଭୁ ମୋତେ ବୋହୂ ରୂପରେ ଝିଅଟିଏ ପ୍ରଦାନ କରିଛନ୍ତି। ଦେଖିଲେ ଦର୍ଶକ ବନ୍ଧୁ, ଯଦି ବୋହୂ ଏବଂ ଶାଶୁ ଭିତରେ ସମ୍ପର୍କ ଠିକ୍ ରହିଲା, ବୁଝାମଣା ଠିକ୍ ରହିଲା, ଭଲ ପାଇବା ଠିକ୍ ରହିଲା, ତାହେଲେ ଘର ଖୁବ୍ ଶୀଘ୍ର ସ୍ୱର୍ଗରେ ପରିଣତ ହୋଇଯିବ, ନହେଲେ ନର୍କ ହେବା ନିଶ୍ଚିତ। ତେଣୁ ନିଜ ଭିତରେ ଯାହା ବି ସମ୍ପର୍କ ଖରାପ ଅଛି ତାକୁ ସୁଧାରନ୍ତୁ, ଆଗକୁ ବଢ଼ନ୍ତୁ। ରହୁଛି, ନମସ୍କାର।